ଭଣ୍ଡା କିଣିବ କି କୁହ ସୁନ୍ଦରୀ ମୁଁ ବଡ଼ ବେପାରୀ। ଛୁଆ କେଡ଼େ କେଡ଼େ ହେଇଛି ଭଲ ହେଇଛି ନା। ସରପଞ୍ଚ ବାବୁ ଆପଣ ନା 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 ଏ ଭଣ୍ଡା ତୁ ଟିକେ ଧରିଲ। ଟିକେ ରୁମ ରଖିଦିଏ। ମୋ ବାରି ଭଣ୍ଡା ଟିକେ ଟାଣ ରହିବ। ମୋ କହିବା କଥା ଶ୍ରୀମତୀ ମତେ ତୁମେ ସରପଞ୍ଚ ନୁହେଁ ଆଗରୁ ଯେମିତି ବାଉରିଆ ଭାଇ ଡାକୁଥିଲ ଏବେ ସେଇପରି ବାଉରିଆ ଭାଇ ଡାକ ଭାରି ଭଲ ଲାଗିବ। ବାଉରିଆ ଭାଇ ଭାରି ଭଲ ଲାଗିଲା। ଆଚ୍ଛା ତମେ ଇଲେକ୍ସନ ଜିତି ସାରିଲା ପରେ ବି ତମେ ବାଇଗଣ ମାଳଟାକୁ ବେକରେ ବୁଲେଇ କାନ୍ଧେଇ ବୁଲୁଛ? ଓହୋ ଶ୍ରୀମନ୍ତୀ ତମେ ବୁଝିପାରିବନି ଯୋଉ ଲମ୍ବା ବାଇଗଣ ପାଇଁ ମୁଁ ଆଜି ଜିତିକି ସରପଞ୍ଚ ହେଇଛି ସେ ଚିହ୍ନକୁ କେମିତି ମୁଁ ଦୂରେଇ ଦେବି। ମତେ ଗୋଟେ ଦୁଷ୍ଟ। କଣ ଦୁଷ୍ଟ? ମୁଁ ଯେତେବେଳେ ପରିବା ଦୋକାନ କରିଥିଲି ତୁମ୍ଭେ ପୁଣି ଆସି ମୋ ପରିବା ଦୋକାନକୁ କିଲୋ କିଲୋ ବାଇଗଣ ଦେଇ ଘରକୁ ଯାଉଥିଲ କି ନାହିଁ? ମୋର ତ ତମର ବାଇଗଣ ଆଉ ମୋର ତ ଭଣ୍ଡା ପସନ୍ଦ। ଯଦି ଏ ଦିଟାକୁ ନେଇ ଗୋଟେ ଡାଲମା କରନ୍ତ ଛୁଙ୍କ କରନ୍ତ ତାହେଲେ କେତେ ଭଲ ହୁଅନ୍ତା କହିଲ। ଏତେ ଦିନ ପରେ ଆସିଛ ମୁଁ ତମକୁ ନ ଖୁଆଇକି ଛାଡିଦେବି। ମଲା ମୁଁ ତ ଖାଇବା ପାଇଁ ଆଇଛି। ମୁଁ ତମ ସାଙ୍ଗରେ କଥା ହେବିନି। କାହିଁ କଥା ନହେଲେ ତମ ଏଇ ସବୁ ଗୁଣ ମତେ ଭଲ ଲାଗେନି। ତମେ ବୁଝିପାରିବନି ସରପଞ୍ଚ ହେଲା ପରେ ନା ଗଣ୍ଡେ ଖାଇପାରୁଛି ନା ଶାନ୍ତିରେ ଟିକେ ଶୋଇପାରୁଛି। ତମେ ତ ଶାନ୍ତିରେ ଶୋଇପାରୁନ ମୁଁ କଣ ଏଠି ଏକା ଶାନ୍ତିରେ ଶୋଇପାରୁଛି? ଜାଣିଛି ଜାଣିଛି ଏକା ଏକା କେମିତି ଶାନ୍ତିରେ କଣ ଶୋଇ ହବ। 6 ମାସ ତଳେ ଆସିଥିଲ